ଯାତ୍ରା ଜଗତ ବନ୍ଦ ହେଇଥିଲା ସେତେବେଳେ ଦରମା କମାକମି କଥା ଉଠିଥିଲା। ଆଜି ପର୍ଯ୍ୟନ୍ତ ମୁଁ ଯେତିକି ଅନୁଷ୍ଠାନରେ ଚାକିରି କରିଛି କୋଉଠି ବି ଏଗ୍ରିମେଣ୍ଟ କରିନାହିଁ। ଏଇଟା ମୁଁ ଗୋଟେ ଗର୍ବର ସହକାରେ କହିପାରୁନି। ମତେ ଭଗବାନ କେମିତି ଗଢିଛି କିଏ ଜାଣୁ ନ ଜାଣୁ, ଯାହାଙ୍କ ପାଖରେ ମୁଁ ଚାକିରି କରି ଯିଏ ମୋର ଅନ୍ନଦାତା ମାଲିକ ସେ ମତେ କଣ ବୁଝନ୍ତି। ସୌମ୍ୟ ବାବୁ କରିନାହାନ୍ତି ଏଗ୍ରିମେଣ୍ଟ, ମୁଁ ମିଡିଆ ସାମ୍ନାରେ କହୁଛି। ଟୁନା ବାବୁ କରିନାହାନ୍ତି ଏଗ୍ରିମେଣ୍ଟ, କି ଟୁଟୁ ବାବୁ କରିନାହାନ୍ତି ଏଗ୍ରିମେଣ୍ଟ, କି ଯୋଉ କାଳିଆ ବାବୁଙ୍କ ପାଖରେ ଅଛି କାଳିଆ ବାବୁ ବି କରିନାହାନ୍ତି ଏଗ୍ରିମେଣ୍ଟ। ସଞ୍ଜୀବ ବାବୁ ଯୋଉ ଥିଲେ, ସଞ୍ଜୀବ ପାଢୀ ମହୋଦୟ ଆମର ସିଂହ ବାହିନୀର ପ୍ରଯୋଜକ, ସେ କହିପାରିବେ ମୋ ସହିତ ଏଗ୍ରିମେଣ୍ଟ କରିଛନ୍ତି? କେହି କରିନାହାନ୍ତି। ଏବଂ ସେ ତାଙ୍କ ଯୋଉଦିନ ଆଖେଡା ଛୁଟି ମିଟିଂ ହେଇଥିଲା, ପାଢୀ ବାବୁ କହିଥିଲେ ଗୋଟେ ସବୁ କଳାକାରଙ୍କୁ ଡାକି ବସେଇ 4ଟା ବେଳେ କଲେ, ତାପରେ ଆମର ଛୁଟି ହେଇଗଲା। ହେଲେ ଆଜି ପ୍ରଥମେ ମୁଁ ଗୋଟିଏ କଥା ଆପଣମାନଙ୍କୁ କହିବାକୁ ଯାଉଛି, ଏଇଟା ସଞ୍ଜୀବ ବାବୁଙ୍କର ଭାଷା ଥିଲା। ମୁଁ ଏ ଅନୁଷ୍ଠାନ କଲା ପରେ ଯୋଉମାନେ ମୋ ସହିତ ଅନୁବନ୍ଧିତ ହେଇ ରହିଲେ, କେବଳ କାହ୍ନା ଟିକି 2 ଜଣଙ୍କୁ ମୋ ସହିତ ମୁଁ କେବେ ଏଗ୍ରିମେଣ୍ଟ କରି ନାହିଁ। ମୁଁ ଚାହୁଁଛି ଆସନ୍ତା ବର୍ଷକୁ ଆପଣମାନେ ସମସ୍ତେ ଏମିତି ମୋ ସହିତ ବିଶ୍ୱାସ ମତେ ଜନ୍ମେଇବେ ମୋ ହୃଦୟରେ, ମୁଁ ଯେମିତି ଟିକି କାହ୍ନାଙ୍କର ଏଗ୍ରିମେଣ୍ଟ କରିନି, ମୁଁ ଯେମିତି ମୋ ପାର୍ଟିରେ କାହାରି ଏଗ୍ରିମେଣ୍ଟ କରିବି ନାହିଁ। ତେଣୁ ଏଗ୍ରିମେଣ୍ଟ ମୁଁ କୋଉଠି କରିନି, ଟଙ୍କା ପଛରେ କେବେ ଗୋଡେଇନି। ହୁଏତ ମୁଁ କିଛି ଟଙ୍କା ଯଦି ଭଗବାନଙ୍କର, ମୁଁ 30,000 ପାଉଥିଲା ବେଳେ ବର୍ଷକୁ 30,000, ଆଜ୍ଞା ସେତେବେଳେ ମତେ କିଏ 3 ଟଙ୍କା ସାହାଯ୍ୟ ଦେଇନଥିଲେ କି ଆହା ପଦେ କହିନଥିଲେ ଯେ କଳାକାରଟା ଖଟୁଛି ଆକୁ ଆଉ 10-20 କି 50,000 ଅଧିକା ଦିଅନ୍ତୁ। 30,000 ହେଲେ ମାସକୁ କେତେ ପଡିଲା କେହି କେବେ ବୁଝିବାକୁ ଚେଷ୍ଟା କରିନାହାନ୍ତି। କିନ୍ତୁ ଆଜି ପାଇଗଲା ପରେ ହୁଏତ ଯେତିକି ପାଇଛି ସେମାନଙ୍କ ଆଖିରେ ବଡ ହେଇପାରେ, ଗୋଟେ ଈର୍ଷା ଜନିତ ହେଇ ଏଇ ଯୋଉ ପଛକୁଆ ନୀତି ଭଳି କମେଣ୍ଟସ ଲେଖିବାଟା ଭାରି ଦୁଃଖଦାୟକ। ଆଜି ଆପଣ ଆଗରୁ ଭଲରେ ସେଠି ଥିଲେ, ଆମେ ସବୁ ଭଲ ରେପ ଆପଣ। ହଁ, ନିଶ୍ଚିତ ଭାବରେ। ହଠାତ୍ ଜଣେ ଏମିତି କହିବାଟା କଣ କିଛି ଗୋଟେ କାହିଁକି ମଣିଷ ବଦଳ, କିଛି ମତାନ୍ତର ମନାନ୍ତର ନାହିଁ। ଗୋଟେ କଥା ଯେ ମଣିଷ ଯେତେ ଲୋଭି ହେଇ ବସେ, ତାକୁ ଯେତେ ଲୋଭ ଜଣେ ଦେଖାଏ, ଚାଲ ବେ ସେଠି କିଛି ହଉନି ଅସୁବିଧା, ସେଠି କଣ କରାଯିବ? ଜଣେ ଯେ ଦାଣ୍ଡରେ ଗୋଟେ ଡାଇଲଗ ଥିଲା ଅନନ୍ତ ସାରଙ୍କର, ଏ ପ୍ରଶ୍ନର ଉତ୍ତର ହଉଛି, ପ୍ରେମିକକୁ ପ୍ରେମିକା କହୁଛି ତୁମ ଆଖି ସାମ୍ନାରେ ମୋ ମା ମତେ ଆଉ ଜଣଙ୍କ ସହିତ ରୋମାନ୍ସ କରିବା ପାଇଁ ଛାଡି ଦଉଛି, ତମେ କିଛି ପ୍ରତିବାଦ କରୁନ କାହିଁକି? ସେଠି ପ୍ରେମିକଟି ଉତ୍ତର ଦେଇଛି, ମୋନାଲି ଯଦି ଘରର ଦାଣ୍ଡ କବାଟ ଗୋଟେ ବୁଲା କୁକୁରକୁ ଡାକିକି କହିବ, ଓଇ ତୁ ମୋ ଘର ଭିତରକୁ ଆ, ମୋ ଦେଇ ପିଣ୍ଡିର ଭାତ ହାଣ୍ଡିକି ମାରା କର, ସେଠି ରାସ୍ତାରେ ଯାଉଥିବା ଲୋକଟା କଣ କରିପାରିବ? ଉତ୍ତର ପାଇଯାଇଥିବେ ଯାହା, ମୁଁ କିଛି ଆଉ ଖୋଲିକି କହିବିନି। ସେ କଥା ଜଷ୍ଟ ଆପଣଙ୍କୁ କହୁଥିଲି କି ଯିଏ ଏଭଳି ମାନେ ନିଶ୍ଚିତ ଭାବରେ କାହ୍ନାଙ୍କର ଇମେଜ ଖରାପ କରୁଛନ୍ତି, ସେ ତାର ଠିକ ଉତ୍ତର ପାଇଥିବେ। ହଁ, ପୁରା ପେଟେ ନା। କିନ୍ତୁ ମୁଁ ଏଟାକୁ ଗୋଟେ କଟାକ୍ଷ କରି କହୁନି କି ଗୋଟେ ଆ ପୂର୍ବ ବାଇଟ ଗୋଟେ ଦେଇଥିଲି, ମୁଁ କହିଥିଲି ସଞ୍ଜୀବ ବାବୁଙ୍କୁ ଜଣେ ସେ ଚିଙ୍ଗୁଡି ବେପାରୀ ବୋଲି। ଚିଙ୍ଗୁଡି ବେପାରୀ, ଆମେ ଯାତ୍ରା ବାଲା, ଯାତ୍ରା ଯିଏ କରେ ଯାତ୍ରା ବାଲା, ମାଇକି ବାଲା, ଆପଣ ୟୁଟ୍ୟୁବ ବାଲା କି ନାଇଁ କୁହନ୍ତୁ, ଖରାପ ଲାଗିବ? ସୋସିଆଲ ମିଡିଆ ନାଇଁ ଆମେ କଳାକାର, ତାହେଲେ ଯାତ୍ରା ବାଲା ବୋଲି ଯଦି କହୁଛନ୍ତି, ଧର ଆମେ ରାସ୍ତାରେ ଯାଉଛେ, ଡାଇରେକ୍ଟ କଣ ଡାକି କହିବେ ଆପଣଙ୍କୁ ୟୁଟ୍ୟୁବ ବାଲା, ଏମିତି କିଏ ଡାକି କହିବେ କି? ନା ମୁଁ କିଏ କହିବେ ଯାତ୍ରା ବାଲା ବୋଲି କହିବେ? ଆମେ ରାସ୍ତାରେ ପଳଉ, ତାର କିଏ ଯାଉଛି? ସେ ଯାତ୍ରା ବାଲା ଯାଉଛନ୍ତି। ଆମେ ବି କହିବା ଯେ ପାଲା ବାଲା ଯାଉଛନ୍ତି, ଯାଇଥିଲି ପାଲା ବାଲା କଣ ପଳେଇଲେଣି, ସେଇଟା ଗାଁ ଗଣ୍ଡା କୁହନ୍ତିନି, କେହି କାହାକୁ କଟାକ୍ଷ କରନ୍ତିନି। ଏଇଟା ଗୋଟେ ଆମର କଥିତ ଭାଷା। ସବୁ ଜିନିଷ ଟିକେ ସମାନ। ଆରେ ସେ ବ୍ରାହ୍ମଣ ଆଇଲାଣି, ସେ ମାଇକି ବାଲା କୁଆଡେ ଗଲା ଏତେବେଳେ, ଏଇଟା କୁହନ୍ତିନି। ତାମାନେ ମାଇକି ବାଲା କହ ମତେ ବାଲା କାହିଁ କହିଲ, ଏଇଟା ଭୁଲ। ତେଣୁ ସେ ବେପାର କରନ୍ତି, ବେପାରର ଶବ୍ଦଟା କଣ ଖରାପ ଶବ୍ଦ ତ ନୁହେଁ। ତେଣୁ ସେ ଯେହେତୁ ଚିଙ୍ଗୁଡି ବେପାରୀ କରନ୍ତି, ତେଣୁ ଚିଙ୍ଗୁଡି ବେପାରୀ କହିଲି। କାହ୍ନା କଟାକ୍ଷ କଲେ ସିଂହ ବାହିନୀର ପ୍ରଯୋଜକ ସଞ୍ଜୀବ ପାଢୀଙ୍କୁ, କହିଲେ ଚିଙ୍ଗୁଡି ବେପାରୀ। ଏଇ ଯୋଉ ଟାଇପ ଜିନିଷ ଶୁଣିଲା ପରେ ଏଇଟା ନିଆଁ ଲଗେଇଲା ଭଳି ଲାଗୁଛି କଥାଟା। ଟିକେ ମାନେ ସନ୍ତୁଳନ ଆବଶ୍ୟକତା, ନିହାତି ଆବଶ୍ୟକତା ଅଛି ଗଣମାଧ୍ୟମରେ ବି ଆଉ ମାଲିକ ମାନଙ୍କ ଆଉ କଳାକାର ମାନଙ୍କ। ହଁ, ଆମର କଥା ନା। ଆଉ କିଏ କଣ ଚନ୍ଦ୍ରପୃଷ୍ଠରୁ କିଏ ଆସୁଛନ୍ତି ଦେଖିବା ପାଇଁ ନା ଶୁଣିବା ପାଇଁ ନା ପଢିବା ପାଇଁ? ମୁଁ ଯଦି ନିଜର ବୋଲି ଭାବୁଥାନ୍ତି, ଆଉ ଯଦି ପର ଭାବୁଥିବେ ତାହେଲେ ସେ ଯାହା ନାହିଁ ତାହା ଲେଖିପାରିବେ। ତାହେଲେ ଆପଣଙ୍କର ଆଉ ସଞ୍ଜୀବ ପାଢୀଙ୍କର କିଛି ଏମିତି ବ୍ୟକ୍ତିଗତ ଶତ୍ରୁତା ନାହିଁ? ତାଙ୍କ ସହିତ ମୋର କଣ ବ୍ୟକ୍ତିଗତ ଶତ୍ରୁତା ଅଛି? ମତେ ବିଶ୍ୱାସ ଲାଗିଲାନି ଲୋକଙ୍କ ଉପରେ। ମୁଁ ତ ସେଠି ଟଙ୍କା ପାଉଥିଲି, 8 ଟଙ୍କା ପାଇ, ମୁଁ କଣ ଜାଣିଥିଲି ଶ୍ରୀମନ୍ଦିର ହବ ନା କାଳେ ଆଉ ପାର୍ଟି କରି ତାଙ୍କର 3ଟା ପାର୍ଟି ଥାଇକିରି ଆଉ ଗୋଟେ ଅନୁଷ୍ଠାନ କରିଥାନ୍ତେ ଶ୍ରୀମନ୍ଦିର ବୋଲି। ତେଣୁ ସେ ବିଶ୍ୱାସଟା କାହିଁ ମୋର ରହିଲାନି, ମତେ ଭଲ ଲାଗିଲାନି। ଖାଲି ଯେ ମତେ କହିଦେଲେ ହବ ତା ନୁହେଁ। ଯଦି ମୋ ଆଗରେ ଆପଣ ଆଉ ଜଣଙ୍କୁ କହିବେ ମୁଁ ସେଠି ଆପଣଙ୍କୁ କଣ ଭାବିବି? ହୁଏତ ମୋ ଜୀବନରେ ସେମିତି କେବେ ଆସିପାରେ। ଇଏ ଲୋକ ଯଦି ନିଜର ହେଇଥିଲା, କାଲି ତାକୁ ଏମିତି କହୁଛି କରିଦେବା ପାଇଁ, କାଲି ତାଙ୍କୁ କହୁଥିବ ପୁଣି ୟାକୁ ଏମିତି କରିଦିଅ। ତେଣୁ ଯୋଉଠି ବିଶ୍ୱାସ ଭାଙ୍ଗିଯାଏ ସେଠି କାହ୍ନା ରୁହନ୍ତିନି।
କେହି ରହିବା ଉଚିତ ନୁହେଁ, ଖାଲି କାହ୍ନା ଭାଇ ନୁହେଁ, ଯିଏ ରହିବ ସେ ହଇରାଣ ହବ। ଯଦି ବିଶ୍ୱାସ ଆସୁଛି, ବିଶ୍ୱାସ ଆସିବା ଯାଏ ରୁହ। ଏଠି ଛିଡା ହେଇଛନ୍ତି ଠିକ ଅଛି, ଛିଡା ହେଲା ପରେ ଯୋଉଠି ଆମେ ଡରିବା ଆରମ୍ଭ କରିବା ସେଠୁ ସ୍ଥାନ ପରିବର୍ତ୍ତନ କରିବାର ଅଛି। ସେଠି ଛିଡା ହେଇକି ରହିବେ ଆପଣ, ହାତ ଚକ୍କର ଯାଇପାରେ। ଏ ଟ୍ରକ୍ ପାଖକୁ ପରିସ୍ରା କରିବାକୁ ପରିସ୍ରା ଲାଗିଲା, ଚାଲି ଆସିଛି ଟ୍ରକ୍ ପାଖକୁ ପରିସ୍ରା କରିବା ପାଇଁ। ଆସିବାରେ ଭୟ ନଥିଲା, ସେତେ ପରିସ୍ରା କରିବାର ଥିଲା। ପରିସ୍ରା କରି ସାରିବେ, ଠିଆ ଟିକେ ପବନ କରି ଟ୍ରକ୍ ଭୂତ ପଳେଇ ଆସିବ, ପଳେଇବା। ଯଦି ନ ଆସିକି ରହିଲେ ଖଡ କିନା ଗୋଟେ କଣ ହେଲା ଆପଣ ଚମକି ପଡିବେ। ତେଣୁ ସେଇଭଳି ଭାବରେ ଜୀବନ ଯାପନ, ଆଉ କିଛି ନାହିଁ। କେହି କହିନାହାନ୍ତି, ସେ କଣ କହିବେ ଆଜ୍ଞା? ଏସବୁ ଏଇ ଭୁଲ କଥାଟା କାହିଁ କୁହନ୍ତି? ମୁଁ କହିବା କଥା, ମୁଁ କଣ ଖାଲି ଜଣଙ୍କ କଥା କହିଲି କି? ସଞ୍ଜୀବ ବାବୁଙ୍କ କଥା କହିନି, ମୁଁ ସୌମ୍ୟ ସାରଙ୍କ କଥା କହିଛି, ଟୁନା ବାବୁ ଟୁଟୁ ବାବୁଙ୍କ କଥା କହିଛି, କାଳିଆ ବାବୁଙ୍କ କଥା କହିଛି, ଖାଲି ଜଣଙ୍କ କଥା କହିନି। ଆଉ ଗୋଟେ କଥା ଉଠଉଛନ୍ତି 2 ଲକ୍ଷ ଟଙ୍କା ଆପଣ ଦେଇନାହାନ୍ତି ବୋଲି। 18 ଲକ୍ଷ ଦେଇଯାଉ, 2 ଲକ୍ଷ ଦେଇନି ବା, ଫେରେଇବି 2 ଲକ୍ଷ 2 ଟଙ୍କା। 2 ଟଙ୍କାଟା 2 ଟଙ୍କାଟା ଶୁଣନ୍ତୁ, ସବୁ 2 ରୁ ଆରମ୍ଭ। ଆଜି ଆପଣ ଖୋଲି ପଚାରିଲେ ବୋଲି କହୁଛି। ଆଜ୍ଞା, ଗୋଟେ ବିଶ୍ୱାସ, ଗୋଟେ ଅବିଶ୍ୱାସ, ଗୋଟେ ସତ, ଗୋଟେ ମିଛ, ଗୋଟେ ଦିନ, ଗୋଟେ ରାତି। ତେଣୁ ଯୋଉ ବିଶ୍ୱାସରେ ଆମେ 2 ପ୍ରାଣୀ ତମ ପାଖକୁ ଯାଇଥିଲୁ, ସେ ବିଶ୍ୱାସରେ ଯୋଉ ବିଷ ଦେଲ ଟଙ୍କା ପାଇଁ, ମାନେ ମାନେ ଇମାଜିନ କରିପାରିବେନି ଆପଣ। ତାଙ୍କ ଜିଭରେ ହାଡ଼ ନାହିଁ, ସେ କହିଦେବେ କାହ୍ନା ସାହି କୋଉ ବାବଦରେ 8 ପଇସା ତାଙ୍କଠୁ ଖାଇଛି। ହେଇ ମତେ ଗୋଟେ ଜିନ୍ ଜ୍ୟାକେଟ ଥରେ ଦେଇଥିଲେ, ଆଉ ଗୋଟେ ପ୍ୟାଣ୍ଟ ଦେଇଥିଲେ, ଯୋଉଦିନ ତାଙ୍କ ଗାଁ ମନ୍ଦିରରେ ପାଠି ପୂଜା କରିଥିଲେ ତାଙ୍କ ମାଆକୁ ବସେଇକିରି। ମୁଁ ଗାଡିରେ ତେଲ ପୋଡି ଯାଇଥିଲି, ମୋ ପାଟି ଥିଲା ସେଠୁ 40 କିଲୋମିଟର ଦୂରରେ। ଆଉ 2-3 ଜଣ କଳାକାର ଯୋଉମାନେ ତାଙ୍କୁ ବି ନେଇକି ଯାଇଥିଲି। ସେ ମତେ କହିନାହାନ୍ତି ଗୋଟେ ମାନବିକତା ଦୃଷ୍ଟିକୋଣରୁ, ଆପଣ ରାତି ଅନିଦ୍ରା ହେଇ ନାଟ ସାରି ଶୋଇକି ଉଠିକି ଆସିଛନ୍ତି ଏତେ ବାଟରୁ, ଏଇ ରଖିଥାନ୍ତୁ। ଆଉ ଟଙ୍କା ନଥିଲେ ଆଜ୍ଞା ଖାଇବାକୁ ଦେବେନି, ଲୋକ ଗୋଡେଇ ବାଡେଇବେ ଯଦି ମାଗିବା ଆମେ। ଗୋଟେ ବରା ପିଆଜି ଦୋକାନରେ ଆମେ ଯାଇ କହିବା ଆଜ୍ଞା ମତେ ଭାରି ଭୋକ, 2ଟା ବରା ଦେଲ, ଚାଲ ସେଠୁ କହିଦେବେ ନା। କଥା କହୁ ଆପଣ ଆଖି ଲୁହ। ଆରେ ନିହାତି ଭାଇ, ଜୀବନରେ କଣ ଅଛି, କଷ୍ଟ ହବନି କେମିତି? ଶିବାନୀ ଛାଡିଲା ବେଳେ ମତେ କଷ୍ଟ ହେଇଥିଲା। ସିଂହ ବାହିନୀ ଛାଡିଲା ପରେ ମତେ ମୋର ଯେ କୋ ଆର୍ଟିଷ୍ଟ ଅଛି ବାପି ମତେ କହିଥିଲା, ମୁଁ ଭାରି ଡିପ୍ରେସ ରହିଲି। ଏଇ ଯୋଉ ଡକ୍ଟର ଦୀପକ ଜେନା ସାର୍, ତାଙ୍କୁ ପଚାରିବେ। ଖଣ୍ଡଗିରି ମେଳାରେ ଗାନ୍ଧୀ ଭୂମିକାରେ କହ୍ନେଇ ଦାସ ଯୋଉଦିନ ଡବଲ ଶୋ ହଉଥିଲା ଶନିବାର ଦିନ, ଫାର୍ଷ୍ଟ ଶୋ ସାରି ମୁଁ ଶୋଇଥାଏ କୋଉଠି, ଆମ ଯୋଉ ଡ୍ରେସରଙ୍କ ଭିତରେ, ସପ ଭିତରେ। ଦୀପକ ସାର୍ ମୋ ମୁଣ୍ଡ ପାଖରେ ବସିଥାନ୍ତି। ଏମିତି କଥା ହଉ ହଉ ମୁଁ ତ କହିଲି, ସାର୍ ସେଠୁ ମତେ କହିଲେ କାହିଁକି ଅଞ୍ଚ, ତମେ ନହେଲେ ରୁହ, ଯାଅ ନା ସେଠି। ଦୀପକ ସାର୍ କହିଲେ ଏଇଠି ରହିଯିବା। ଆମ ଭିତରେ କିଛି ଘଟି ନଥିଲା ନା ଟୁନା ବାବୁଙ୍କ ସହିତ ଆମର, ଖାଲି ଜଷ୍ଟ ବୁଝାମଣା ଭୁଲ ଭାଲ ହେଇଥିଲା। ସେ ବୁଝାମଣାଟା ମୁଁ କ୍ଲିୟର କରିଦେଇ ତମେ ରହିଯାଅ ଏଠି। ନାଇଁ ତାଙ୍କୁ କଥା ଦେଇଯିବା, ସେଠି ନଗଲେ ଭୁଲ ହେଇଯିବ। ଆଉ ସେଠି ଗଲା ପରେ ଯେ ସିଏ ସେମିତି ଅବିଶ୍ୱସନୀୟ କାମ କଲେ, ମୁଁ କେମିତି ରହିବି? ମୋର ଗୋଟେ ଫ୍ୟାମିଲି ଅଛି, ମୋର ଛୁଆ ପିଲା ଅଛନ୍ତି, ଏଇଟା କେହି ବୁଝନ୍ତିନି ଆଜ୍ଞା। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।